आकाशवाणी संवाद पढ़ुछन्ते चंदन घोष। मुख्य संवाद। केरल राजभवन पूर्वतन राष्ट्रपति के.आर. नारायणनकर आबक्ष प्रतिमूर्ति आज उन्मोचन करेंगे राष्ट्रपति। नौसेनार द्विवार्षिक कमांडर सम्मेलन को आज नुआदिल्ली संबोधित करेंगे प्रतिरक्षा मंत्री। बिहार विधानसभार द्वितीय तथा अंतिम पर्याय निर्वाचन पर नामांकन पत्र प्रत्याहार शेष दिवस आज। भारत ऑस्ट्रेलिया मध्य द्वितीय दिनिकिया आंतर्जातिक क्रिकेट मैच आज अनुष्ठित होब एडिलेड ठारे एवं आईसीसी महिला क्रिकेट विश्वकप 2025 आजिकार मैच रे भारत भेटिब न्यूजीलैंड को। राष्ट्रपति द्रौपदी मुर्मू आज केरलर राजभवन ठारे पूर्वतन राष्ट्रपति के.आर. नारायणनकर आबक्ष प्रतिमूर्ति उन्मोचन करेंगे। गतकाली ठारू 4 दिनिया केरल गस्तरे थिबा श्रीमती मुर्मू एहापरे थिरुवनंतपुरम निकटस्थ भारकालाଠାରେ थिबा शिवगिरी मठरे श्री नारायण गुरु समाधिर शतवार्षिकी उत्सव जोगदेवार कार्यसूची रही। अपराह्न राष्ट्रपति पालास्थित सेंट थोमास महाविद्यालयर प्लाटिनम जुबली समारोह मुख्य अतिथि रूपे जोगदेवे। गतकाली राष्ट्रपति साबरमाला मंदिर में पूजार्चना करिसेंति। परे राष्ट्रपति थिरुवनंतपुरम ठारे राज्यपाल पक्षरु तांको सम्मानार्थे आयोजित एक नैश्य भोजी रे जोग देथिले बोली आम संवाददाता जणाइछन्ते। प्रतिरक्षा मंत्री राजनाथ सिंह आज भारतीय नौसेनार द्विवार्षिक कमांडर सम्मेलनर द्वितीय संस्करण को संबोधित करेंगे। नुआदिल्ली ठारे गतकाली ठारू आरंभ होइतिबा एई 3 दिनिया सम्मेलन रे जातीय स्वार्थ एवं 2047 विकसित भारत दृष्टिकोण उपरे प्रतिरक्षा मंत्री निजर मत उपस्थापन करिवार संभावना रही। सांप्रतिक भू रणनीतिक परिवेश रे बहुपक्षीय आह्वान को प्रतिहत करिबारे नौसेनार दृष्टिकोण को एही सम्मेलन सुदृढ़ करिबो। ऑपरेशन सिंदूर एवं नौसेनार अन्यान्य ऑपरेशन और युद्ध प्रस्तुति पृष्ठभूमि रे एही सम्मेलन अनेक गुरुत्वपूर्ण बोली आशा करा जाउछि। एतद्व्यतीत जातीय नेतृवृंद, वरिष्ठ प्रशासनिक अधिकारी एवं सेना अधिकारी मिलित भावे भारत महासागर क्षेत्र में सामुद्रिक सुरक्षा परिस्थिति संपर्कित योजनागुड़िकर समीक्षा करने सहित विभिन्न आह्वानर मुकाबिला दिगरे कार्यखसड़ा प्रस्तुत करने दिगरे एही मंच सहायक हो पारिबो। प्रतिरक्षा मंत्री राजनाथ सिंह आज 3 दिनिया राजस्थान गस्तरे जिबे। ଏହି ଅବସରରେ ଜୈସଲମେରଠାରେ ଶ୍ରୀ ସିଂ ସେନାବାହିନୀ କମାଣ୍ଡର ସମ୍ମିଳନୀକୁ ସମ୍ବୋଧିତ କରିବେ। ଅପରେସନ ସିନ୍ଦୁର ପରେ ପ୍ରଥମ ଥର ଲାଗି ଏହି ସମ୍ମିଳନୀ ଆୟୋଜନ କରାଯାଇଛି। ଦେଶର ସୁରକ୍ଷା ପ୍ରତି ଥିବା ଆହ୍ୱାନଗୁଡ଼ିକର ସଫଳ ମୁକାବିଲା ଏବଂ ଏହାର ପ୍ରସ୍ତୁତି ସମ୍ପର୍କରେ ସେନାବାହିନୀର ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିବା ଲାଗି ପ୍ରତିରକ୍ଷା ମନ୍ତ୍ରୀଙ୍କର ଏହି ଗସ୍ତର ରଣନୈତିକ ମହତ୍ତ୍ୱ ରହିଛି। प्रतिरक्षा मंत्रालय पक्षरु दिया जाइथिबा सूचना अनुसार ଏହି ସମ୍ମିଳନୀ ମାଧ୍ୟମରେ ସେନାଧ୍ୟକ୍ଷ ଏବଂ ବରିଷ୍ଠ କମାଣ୍ଡର ମାନେ ଦେଶର ପଶ୍ଚିମାଞ୍ଚଳ ସୀମାର ସୁରକ୍ଷା ସମେତ ଯୁଦ୍ଧରେ ବ୍ୟବହାର ହେବାକୁ ଥିବା ଆଧୁନିକ ରଣକୌଶଳ ଆଦି ଉପରେ ବିସ୍ତୃତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ସିଂଙ୍କ ଗସ୍ତର ଦ୍ୱିତୀୟ ଦିନରେ ସେ ଲଙ୍ଗେୱାଲ ସୀମା ପୋଷ୍ଟ ଗସ୍ତ କରି 1971 ମସିହା ଭାରତ ପାକିସ୍ତାନ ଯୁଦ୍ଧରେ ଶହୀଦ ହୋଇଥିବା ସୈନିକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ଏତଦ୍ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ ସେନା ଯୁଦ୍ଧ ସଂଗ୍ରହାଳୟ ପରିଦର୍ଶନ କରିବା ସହିତ ସୌର୍ଯ୍ୟ ପାର୍କ ଓ କାକ୍ଟସ୍ ପାର୍କର ଲୋକାର୍ପଣ କରିବେ। ଏହି ଗସ୍ତ ଅବସରରେ ଭାରତୀୟ ସେନାର ସାହସ ଓ ଗୌରବମୟ ଇତିହାସର ବର୍ଣ୍ଣନା ଲାଗି ଏକ ନୂତନ ଲାଇଟ୍ ଓ ସାଉଣ୍ଡ ଶୋର ଶୁଭାରମ୍ଭ କରିବେ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଆଜିଠାରୁ ଜର୍ମାନୀକୁ ସରକାରୀ ଗସ୍ତରେ ଯିବେ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଦିଆଯାଇଥିବା ସୂଚନା ଅନୁଯାୟୀ ଭାରତ ଜର୍ମାନୀ ରଣନୀତିକ ଭାଗିଦାରୀର ଚଳିତ ବର୍ଷ 25 ବର୍ଷ ପୂର୍ତ୍ତି ଅବସରରେ ଶ୍ରୀ ଗୋଏଲଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ଏବଂ ବ୍ୟବସାୟିକ କାରବାରକୁ ଅଧିକ ପ୍ରୋତ୍ସାହିତ କରିବା ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି ଗସ୍ତ ଅବସରରେ ଶ୍ରୀ ଗୋଏଲ ଜର୍ମାନୀର ବାଣିଜ୍ୟିକ ବ୍ୟାପାର ଓ ଶକ୍ତି ମନ୍ତ୍ରୀ କ୍ୟାଥେରିନା ରିଚିଙ୍କ ସହିତ ଏକ ଉଚ୍ଚସ୍ତରୀୟ ଦ୍ୱିପକ୍ଷୀୟ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବିଶେଷକରି ଭାରତ ଜର୍ମାନୀ ଅର୍ଥନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଓ ବ୍ୟବସାୟ ଓ ପୁଞ୍ଜିନିବେଶ କ୍ଷେତ୍ରରେ ସହଯୋଗକୁ ବୃଦ୍ଧି କରିବା ଦିଗରେ ନୂତନ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା ଦିଗରେ ଏହି ବୈଠକରେ ଗୁରୁତ୍ୱ ଦିଆଯିବ। ଶ୍ରୀ ଗୋଏଲ ବର୍ଲିନ ବିଶ୍ୱ ସମ୍ମିଳନୀର ତୃତୀୟ ସଂସ୍କରଣରେ ଜଣେ ବକ୍ତା ଭାବେ ମଧ୍ୟ ଏହି ଅବସରରେ ଅଂଶଗ୍ରହଣ କରିବେ। ଜର୍ମାନୀର ଅଗ୍ରଣୀ ଶିଳ୍ପାନୁଷ୍ଠାନଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହିତ ମଧ୍ୟ ଶିଳ୍ପମନ୍ତ୍ରୀ ପୃଥକ ପୃଥକ ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ କାଳରେ ଶ୍ରୀ ଗୋଏଲ ଲକ୍ଜେମବର୍ଗର ଉପପ୍ରଧାନମନ୍ତ୍ରୀ ଜାଭିୟର ବଟେଲଙ୍କ ସହିତ
ବାଣିଜ୍ୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଦୁଇ ପକ୍ଷ ବୈଠକରେ ଯୋଗ ଦେବେ ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୁଇଦିନିଆ ସମ୍ମିଳନୀ ଗତକାଲି ନୂଆଦିଲ୍ଲୀଠାରେ ଆରମ୍ଭ ହୋଇଛି। ଦେଶବ୍ୟାପୀ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର କାର୍ଯ୍ୟକାରିତାର ଅଗ୍ରଗତି ସମ୍ପର୍କରେ ଏହି ବୈଠକରେ ସମୀକ୍ଷା କରାଯାଉଛି। ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ନିର୍ବାଚନ ଆୟୋଗ ଡକ୍ଟର ସୁଖବୀର ସିଂ ସାନ୍ଧୁ ଓ ଡକ୍ଟର ବିବେକ ଯୋଶୀ ଯୋଗ ଦେଇଛନ୍ତି। ବିହାର ବିଧାନସଭାର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ହେଉଛି ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିବସ। ଆସନ୍ତା ମାସ 11 ତାରିଖରେ ରାଜ୍ୟ ବିଧାନସଭାର ମୋଟ 243ଟି ଆସନ ମଧ୍ୟରୁ ଏହି ପର୍ଯ୍ୟାୟରେ 20ଟି ଜିଲ୍ଲାରେ ଥିବା 122ଟି ଆସନ ଲାଗି ମତଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ସୀତାମାଢ଼ି, ସେଓହର, ମଧୁବନୀ, ପୂର୍ବ ଚମ୍ପାରନ, ପଶ୍ଚିମ ଚମ୍ପାରନ ଜିଲ୍ଲାଗୁଡ଼ିକ ସମେତ ଶାହାବାଦ ଅଞ୍ଚଳର ଅନେକ ଜିଲ୍ଲା ଏବଂ ମଗଧ, ରୋହତାସ ଓ କାଇମୁର ଜିଲ୍ଲାରେ ଭୋଟ ଗ୍ରହଣ କରାଯିବ। ଏତଦ୍ବ୍ୟତୀତ ସୀମାଞ୍ଚଳ ଜିଲ୍ଲା ଅନ୍ତର୍ଗତ ଆରାରିଆ, କିଶନଗଞ୍ଜ, କୁର୍ନିଆ, କଟିହାର ସମେତ ଭାଗଲପୁର, ବାଙ୍କା, ଜାମୁଇ, ସୁପଲ, ଔରଙ୍ଗାବାଦ, ନୱାଦା, ଜେହନାବାଦ ଓ ଆରଲଠାରେ ମଧ୍ୟ ଆସନ୍ତା ମାସ 11 ତାରିଖରେ ମତଗ୍ରହଣ କରାଯିବ। ଅବଶିଷ୍ଟ ଆସନ ଲାଗି ପ୍ରଥମ ପର୍ଯ୍ୟାୟରେ ନଭେମ୍ବର 6 ତାରିଖରେ ଭୋଟ ଗ୍ରହଣ ହେବ। ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଲାଗି କାଇମୁର ଜିଲ୍ଲାର ମୋହାନିଆ ସଂରକ୍ଷିତ ନିର୍ବାଚନ ମଣ୍ଡଳୀ ଲାଗି ରାଷ୍ଟ୍ରୀୟ ଜନତା ଦଳ ପ୍ରାର୍ଥୀ ଶ୍ୱେତା ସୁମନଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯାଇଛି। ସେ ଦାଖଲ କରିଥିବା ଅନୁସୂଚିତ ଜାତି ପ୍ରମାଣପତ୍ର ଅବୈଧ ଥିବା ଯୋଗୁଁ ଏଭଳି ପଦକ୍ଷେପ ନିଆଯାଇଛି। ଏତଦ୍ବ୍ୟତୀତ ପଶ୍ଚିମ ଚମ୍ପାରନ ଜିଲ୍ଲା ବାଲ୍ମୀକିନଗର ବିଧାନସଭା ମଣ୍ଡଳୀରୁ ଜନସୁରଜ ପାର୍ଟି ପ୍ରାର୍ଥୀ ଦ୍ରିଗ୍ନାରାୟଣ ପ୍ରସାଦଙ୍କ ପ୍ରାର୍ଥୀପତ୍ର ମଧ୍ୟ ନାକଚ ହୋଇଛି। ମନୋନୟନ ପତ୍ର ଦାଖଲ କରିବା ପୂର୍ବରୁ ଶ୍ରୀ ପ୍ରସାଦ ନିଜର ସରକାରୀ ଚାକିରିରୁ ଇସ୍ତଫା ନ ଦେଇଥିବା ଯୋଗୁଁ ତାଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିବା ଜଣାପଡ଼ିଛି। ଓଡ଼ିଶାର ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚ ପରେ 14 ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିଥିବା ବେଳେ 5 ଜଣଙ୍କର ପ୍ରାର୍ଥୀପତ୍ର ନାକଚ ହୋଇଛି। ଆସନ୍ତାକାଲି ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ। ଜାମ୍ମୁ କାଶ୍ମୀରର 77 ନାଗ୍ରତା ଏବଂ 27 ଗୁଡଗାଁଓ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଯାଞ୍ଚ କାର୍ଯ୍ୟ ଶେଷ ହୋଇଛି। ରିଟର୍ଣ୍ଣିଂ ଅଫିସରଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ନାଗ୍ରତାରେ 10ଟି ଏବଂ ଗୁଡଗାଁଓ ଆସନ ଲାଗି 17ଟି ପ୍ରାର୍ଥୀପତ୍ର ବୈଧ ରହିଛି। ଏହି ଦୁଇଟି ଆସନ ଲାଗି ମୋଟ 6ଟି ପ୍ରାର୍ଥୀପତ୍ର ନାକଚ ହୋଇଥିବା ଜଣାଯାଇଛି। ଆସନ୍ତାକାଲି ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ। ଉଭୟ ନିର୍ବାଚନ ମଣ୍ଡଳୀରେ ଆସନ୍ତା ମାସ 11 ତାରିଖ ଦିନ ଭୋଟ ଗ୍ରହଣ କରାଯାଇ 14 ତାରିଖରେ ଭୋଟ ଗଣତି ହେବ। ଝାଡ଼ଖଣ୍ଡର ଘାଟସିଲା ବିଧାନସଭା ଆସନ ଲାଗି ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ପ୍ରାର୍ଥୀପତ୍ର ଯାଞ୍ଚ ଗତକାଲି ଶେଷ ହୋଇଛି। ମୋଟ 17ଟି ପ୍ରାର୍ଥୀପତ୍ର ମଧ୍ୟରୁ 14ଟି ବୈଧ ଥିବା ଜିଲ୍ଲା ନିର୍ବାଚନ ଅଧିକାରୀ କହିଛନ୍ତି। କ୍ରିକେଟ। ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଆଡିଲେଡ୍ଠାରେ ଆଜି ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ପୂର୍ବାହ୍ନ 9ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। 3 ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ରେ ପର୍ଥଠାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଭାରତକୁ 7 ୱିକେଟରେ ପରାସ୍ତ କରି ଅଷ୍ଟ୍ରେଲିଆ 1-0ରେ ଅଗ୍ରଣୀ ରହିଛି। ଦିନିକିଆ ସିରିଜ୍ ପରେ ଦୁଇ ଦଳ ମଧ୍ୟରେ 5 ମ୍ୟାଚ୍ ବିଶିଷ୍ଟ T20 ସିରିଜ୍ ଅନୁଷ୍ଠିତ ହେବ। ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍ 2025ର ଆଜିକାର ମ୍ୟାଚ୍ରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ। ଅପରାହ୍ନ 3ଟାରେ ନଭି ମୁମ୍ବାଇ ସ୍ଥିତ ଡିୱାଇ ପାଟିଲ ଷ୍ଟାଡିୟମଠାରେ ଏହି ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ର ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବାକୁ ଥିବାରୁ ଉଭୟ ଦଳ ପାଇଁ ଆଜିକାର ମ୍ୟାଚ୍ଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗତକାଲି ଇନ୍ଦୋରରେ ଅନୁଷ୍ଠିତ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଇଂଲଣ୍ଡକୁ 6 ୱିକେଟରେ ପରାସ୍ତ କରିଛି। ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଇଂଲଣ୍ଡ ବ୍ୟାଟିଂ କରି ନିର୍ଦ୍ଧାରିତ 50 ଓଭରରେ 9 ୱିକେଟ୍ ହରାଇ 244 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଟ୍ୟାମି ବେଓମଣ୍ଟ ସର୍ବାଧିକ 78 ରନ୍ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଆନାବେଲ୍ ସଦରଲ୍ୟାଣ୍ଡ 3ଟି ୱିକେଟ୍ ଅକ୍ତିଆର କରିଥିଲେ। 245 ରନ୍ ବିଜୟ ଲକ୍ଷ୍ୟର ପିଛା କରି ଅଷ୍ଟ୍ରେଲିଆ ଦଳ 40 ଓଭର ଓ 3ଟି ବଲ୍ରେ 4 ୱିକେଟ୍ ହରାଇ 248 ରନ୍ କରିଥିଲେ। ଦଳ ପକ୍ଷରୁ ଆଶ୍ଲେ ଗାର୍ଡନର 104 ରନ୍ କରି ଅପରାଜିତ ରହିଛନ୍ତି। ଆନାବେଲ୍ ସଦରଲ୍ୟାଣ୍ଡ ଅପରାଜିତ 98 ରନ୍ କରିବା ସହିତ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। କେରଳ ରାଜଭବନଠାରେ ପୂର୍ବତନ ରାଷ୍ଟ୍ରପତି KR ନାରାୟଣଙ୍କର ଆବକ୍ଷ ପ୍ରତିମୂର୍ତ୍ତି ଆଜି ଉନ୍ମୋଚନ କରିବେ ରାଷ୍ଟ୍ରପତି। ନୌସେନାର ଦ୍ୱିବାର୍ଷିକ କମାଣ୍ଡର ସମ୍ମିଳନୀକୁ ଆଜି ନୂଆଦିଲ୍ଲୀଠାରେ ସମ୍ବୋଧିତ କରିବେ ପ୍ରତିରକ୍ଷା ମନ୍ତ୍ରୀ। ବିହାର ବିଧାନସଭାର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିବସ ଆଜି ଏବଂ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ୍ ଆଜି ଅନୁଷ୍ଠିତ ହେବ ଆଡିଲେଡ୍ଠାରେ। ସମ୍ବାଦ ଶେଷ ହେଲା।